वन्दे उत्कलजननी वन्दे उत्कलजननी चारुहासमयी चारुभासमयी जननी 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 वन्दे उत्कलजननी। तो hey students, welcome to a new chapter with the Aravinda International Integral Education Center। तो निकट अतीत आमर उत्कल दिवस जाइए आमर ओडिया पक्ष सरकार पक्षर पालित होही अवसर में आज आम 10th क्लास आम ओडियार फास्ट चैप्टर आरंभ करुचु। वंदे उत्कल जननी विषय वस्तु आधार रे विषय वस्तु आमर रही वंदे उत्कल जननी। तो यार लेखक होउचंती कांत कवि लक्ष्मीकांत महापात्र, से कि आम भद्रक जड़े सुयोग्य कवि सुयोग्य संतान। यही वंदे उत्कल जननी कवितार रचयिता विशिष्ट कांत कवि लक्ष्मीकांत महापात्र, से जड़े जातीयवाद कवि जे ओडिशार माटी पानी संस्कृति को नहीं एक कालजयी गीत रचना करथिले। ओडिशा राज्य संगीत भाव 1994 मसीह मान्यता लाभ कला। विषय संक्षिप्त जानिबा। तांकर जन्म 9 डिसेम्बर 1888 आम भद्रक जिलार तालपुदा गाँव रे। से संगीत और कवितार मधुरता पाई कांत कवि नाम परिचित। ओडिशार एकता और स्वाभिमान को वृद्धि करने से संगीत रचना करथिले। यही गीत ओडिया मनरे मातृभूमि प्रति प्रेम और भक्तिभाव जागृत करे। 1912 मसीह प्रथम यही गीत प्रकाशित होता एवं परवर्ती समय ओडिशा स्वतंत्र प्रदेश गठन समय यह प्रमुख भूमिका ग्रहण करथिला। तो एबे आमे सीधा सड़क कविता व गीत ऊपर को आसिबा। तो प्रथम पद वंदे उत्कल जननी वंदे उत्कल जननी चारुहासमयी चारुभासमयी जननी जननी जननी। प्रथम वंदे उत्कल जननी माने आमर उत्कल माँ को प्रथमे वंदना करुछंती। आमर ओडिशार अनन्य नाम उत्कल। से समय कवि तांको माँ रूप में वंदना करुछंती। चारु हासमयी चारु भासमयी, चारु अर्थ सुंदर, हासमयी माने हस हस मुख मुखमंडल हस परिपूर्ण थिबा सुंदर हस परिपूर्ण थिबा मुखमंडल। तापर चारु भाषामयी सुंदर आम भाषा माने आम भाषा सुंदरता मध्य रही। जननी 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 माँ बोली से ए क्षेत्र में तांको आम उत्कल माटी को संबोधन करुछंती। तापर पूत पयोधि विधत शरीर ताल तमाल शुभशीत तीर शुभ्रत निकुल शिखर समीर जननी जननी जननी। एठी कौन है पूत पयोधि विधत शरीर माने उत्कल माटीर शरीर को एठी विधौत माने धोउचंती। पूत माने पवित्र, पयोधि माने समुद्र, पवित्र समुद्र रे उत्कल माटीर शरीर को धोउची। तापरे ताल तमाल शुभशीत तीर माने ताल आउ तमाल माने दुई प्रकार ताल जातीय वृक्ष जे कि
ସମୁଦ୍ର କୂଳର କୂଳବର୍ତ୍ତୀ ଅଞ୍ଚଳକୁ ମାନେ ତୀର ଯୋଉଟା କୁହାଯାଉଛି ଆମର ସମୁଦ୍ରର କୂଳବର୍ତ୍ତୀ ଅଞ୍ଚଳକୁ ଇଏ ଶୋଭା ପ୍ରକାଶିତ କରେ। ତ ତାପରେ କଣ ଶୁଭ୍ର ତଟିନୀ କୂଳ ଶିଖର ସମୀରା। ଶୁଭ୍ର ତଟିନୀ କୂଳ ମାନେ ସ୍ୱଚ୍ଛ ଆମର ଯୋଉ ନଈ କୂଳ ଶିଖର ସମୀର। ତ ଶିଖର ସମୀରର ଅର୍ଥ ଏଠି କଣ ଦେଇଛି ଦେଖିବା। ଜଳକଣା ଆଉ ସମୀର ହେଲା ପବନ। ମାନେ ଆମର ଏଠି ନଈ କୂଳରେ ଥଣ୍ଡା ପବନ ବହୁଥିବାର କଥା ଏଠି କବି କହିଛନ୍ତି। ପ୍ରକୃତରେ ତାହାର ଶିଖରର ଅର୍ଥ ସେୟା ନୁହେଁ। ଏଠି ଶିଖରର ଅର୍ଥ ଜଳକଣା କି ଯେତେବେଳେ ନଦୀ କୂଳରୁ ପବନ ଆସେ ସେଇ ସମୟରେ ପବନଟା ଥଣ୍ଡା ଲାଗିଥାଏ। ଇଏ ସେହି ଅର୍ଥରେ ଏଠି କୁହାଯାଇଛି। ତାପରେ ଜନନୀ 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 ତାପରେ ମାଙ୍କୁ ସେଇଠି ଉତ୍କଳକୁ ମା ରୂପରେ ଏଠି ସେ ବନ୍ଦନା କରୁଛନ୍ତି। ତାପରେ ଘନ 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 ବନଭୂମି ରାଜିତ ଅଙ୍ଗେ ନୀଳଭୂଧର ମାଳା ସାଜେ ତରଙ୍ଗେ କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନୀ ଜନନୀ ଜନନୀ। ଏଠି କଣ ଦେଲା ନା ଘନ ଘନ ବନଭୂମି ମାନେ ବହୁତ ଗୁଡାଏ ଜଙ୍ଗଲ ମାନେ ବଣ ଭୂମି ରାଜିତ ଅଙ୍ଗେ ମାନେ ଉତ୍କଳର ଅଙ୍ଗରେ ଅବସ୍ଥାପିତ ବା ରାଜିତ। ନୀଳଭୂଧର ମାଳା ସାଜେ ତରଙ୍ଗେ। ନୀଳଭୂଧର ମାଳା ମାନେ ଏଠି ଗାଢ ନୀଳର ଅର୍ଥ ଗାଢ ସବୁଜ। ଭୂଧର ମାଳା ହେଲା ପର୍ବତମାଳା। ମାନେ ପର୍ବତମାଳା ଗୁଡାକର ଦେଖିଥିବେ କେମିତି ସବୁ ଉଚ୍ଚ ନିଚ ହେଇକି ହେଇଥାଏ। ସାଜେ ତରଙ୍ଗେ ଢେଉ ପରି ସଜ୍ଜିତ ହେଇଥାଏ। ମାନେ ଯେମିତି ପାଣି ଦେଖିଥିବ ଆସେ ସମୁଦ୍ରରେ ଲହଡି ତ ଢେଉ ଢେଉଟା ଯେମିତିକା ହେଇଥାଏ। ଏଠି କବି କହୁଛନ୍ତି କି ଆମର ପର୍ବତ ପାହାଡ ଗୁଡିକ ସେମିତି ଢେଉ ଢେଉକା ପରି ହେଇଥାଏ। ଯାହାକି ଦୂରରୁ ଦେଖିଲେ ଆମକୁ ନୀଳ ସବୁଜ ଭଳି ଗାଢ ସବୁଜ ଭଳି ଦେଖା ଯାଇଥାଏ। କଳ କଳ ମୁଖରିତ ଚାରୁ ବିହଙ୍ଗେ ମାନେ ଏଠି ବିହଙ୍ଗେ ମାନେ ପକ୍ଷୀ ଚାରୁ ମାନେ ତାଙ୍କ ମୁଖରୁ ତାଙ୍କର ସ୍ୱର କଳ କଳ ସ୍ୱର ଯାହା ପକ୍ଷୀ ମାନଙ୍କ ମୁଖରୁ ବାହାରିଥାଏ ତାହା ଅତି ସୁନ୍ଦର ହେଇଥାଏ। ତାପରେ କଣ ନା ଜନନୀ 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 ସେ ଏଠି ମାଙ୍କୁ ସମ୍ବୋଧନ କରିକି ଏକଥା କହିଛନ୍ତି। ତାପରେ ସୁନ୍ଦର ଶାଳୀ ସୁଭଷିତ କ୍ଷେତ୍ର ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର ଯୋଗୀ ଋଷିଗଣ ଉଟଜ ପବିତ୍ର ଜନନୀ ଜନନୀ ଜନନୀ। ଏଠି କଣ ଦେଇଛି ସୁନ୍ଦର ଶାଳୀ ସୁଭଷିତ କ୍ଷେତ୍ର। ତ ଏହାର ଅର୍ଥ କଣ ଦେଲା ତ ଏଠି ଦେଇଛି ସୁନ୍ଦର ଶାଳୀ ଇଏ ଗୋଟେ ପ୍ରକାର ପରିସ୍ଥିତି ସୁଭଷିତ କ୍ଷେତ୍ର ମାନେ ଆମର ଏଠି ସବୁ ସବୁଜମୟ ହେଇଥାଏ କ୍ଷେତ ଗୁଡାକ ଯୋଉଠି ସୁନ୍ଦରତା ସବୁବେଳେ ଖେଳି ରହିଥାଏ। ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର ଆଉ ଜ୍ଞାନ ଆଉ ବିଜ୍ଞାନରେ ଆମ ଆଖି ସବୁଆଡେ ପ୍ରଦର୍ଶିତ ମାନେ ସମସ୍ତଙ୍କ ଆଖି ଆମ ଜ୍ଞାନ ବିଜ୍ଞାନରେ ଭରିପୁରି ରହିଥାଏ। ତାପରେ ଯୋଗୀ ଋଷିଗଣ ଉଟଜ ପବିତ୍ର ମାନେ ଆମର ଏଠି ଯୋଗୀ ଋଷି ମାନେ ମଧ୍ୟ ଅଧିକ ଉଚ୍ଚ କୋଟିର ପବିତ୍ର ହେଇଥାନ୍ତି। ଜନନୀ 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 ମାନେ ଉତ୍କଳ ମାର ଏସବୁ ହଉଛି ଗୋଟେ ଗୋଟେ ଅର୍ଥ ଯାହାକୁ ସେ ଏଠି ବର୍ଣ୍ଣନା କରିଛନ୍ତି। ତାପରେ ସୁନ୍ଦର ମନ୍ଦିର ମଣ୍ଡିତ ଦଶା ଚାରୁ କଳାବଳି ଶୋଭିତ ବେଶ ପୁଣ୍ୟ ତୀର୍ଥ ତଳେ ପୁଣ୍ୟ ପ୍ରଦେଶ ଜନନୀ ଜନନୀ ଜନନୀ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା ମାନେ ଆମ ଓଡିଶାରେ ଅନେକ ଗୁଡିଏ ସୁନ୍ଦର ସୁନ୍ଦର ମନ୍ଦିର ରହିଛି। ଯେମିତି ପୁରୀରେ ଜଗନ୍ନାଥ ମନ୍ଦିର ହଉ କି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ବା ଭଦ୍ରକରେ ଆଖଣ୍ଡଳମଣିଙ୍କ ମନ୍ଦିର ବା ଭଦ୍ରକାଳୀଙ୍କ ମନ୍ଦିର ଏମିତି ଅନେକ ଗୁଡାଏ ପ୍ରତ୍ୟେକ ଜାଗାରେ ସୁନ୍ଦର ସୁନ୍ଦର ମନ୍ଦିର ଆମର ଓଡିଶାରେ ରହିଛି। ଚାରୁ କଳା ଭଳି ଶୋଭିତ ବେଶ ମାନେ ବିଭିନ୍ନ କଳାକୃତିରେ ଆମ ଓଡିଶା ତାର ବେଶଭୂଷା ଗୁଡାକ ଶୋଭା ପାଏ। ପୁଣ୍ୟ ତୀର୍ଥତୟ ପୁଣ୍ୟ ପ୍ରଦେଶା
ମାନେ ଗୋଟେ ପୁଣ୍ୟ ତୀର୍ଥ ମଧ୍ୟରୁ ମୋ ଓଡ଼ିଶା ପ୍ରଦେଶ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରେ। ଏଠି ତାପରେ ଜନନୀ 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 ମାନେ ଉତ୍କଳ ମା ଏଠି ଗୋଟେ ପୁଣ୍ୟ କ୍ଷେତ୍ରରେ ବହନ କରେ, ଯାହାକୁ କବି ଏଠି ଦର୍ଶେଇଛନ୍ତି। ତାପରେ ଉତ୍କଳ ସୁରବର ଦର୍ଶିତ ଗେହ ଆରି କୂଳ ଶୋଣିତ ଚର୍ଚ୍ଚିତ ଦେହା ବିଶ୍ୱଭୂମଣ୍ଡଳ କୃତ ବର ସ୍ନେହା ଜନନୀ ଜନନୀ ଜନନୀ। ତ ଏଠି କଣ ଦେଲା, ସମଗ୍ର ପୃଥିବୀରେ ଏଠି ଆମର ଗୋଟିଏ ଗୃହରେ ରୁହନ୍ତି। ଏଠି କୌଣସି ଶତ୍ରୁ ମନୋଭାବ କାହା ମଧ୍ୟରେ ଦେଖା ଦେଇ ନଥାଏ। ଏଠି ସମସ୍ତେ ମିତ୍ର ଭାବରେ ବଞ୍ଚିଥାନ୍ତି। ବିଶ୍ୱଭୂମଣ୍ଡଳ କୃତବର ସ୍ନେହା ମାନେ ବିଶ୍ୱମଣ୍ଡଳର ଯେତେ ବି ଲୋକ ଅଛନ୍ତି ଏଠି ସମସ୍ତେ କୃତଜ୍ଞ ଭାବରେ ସ୍ନେହ ଭରା ଭାବରେ ଏଠି ସମସ୍ତେ ବସବାସ କରନ୍ତି। ତାପରେ କବି କୂଳ ମୌଳି ସୁନନ୍ଦନ ବନ୍ଧ୍ୟା ଭୁବନ ବିଭୂଷିତ କୀର୍ତ୍ତି ଆନନ୍ଦ୍ୟା ଧନ୍ୟ ପୁଣ୍ୟ ଚିର ଶରଣ୍ୟା ଜନନୀ ଜନନୀ ଜନନୀ। ଏଠି କବି ମାନଙ୍କର କୂଳ ମୂଳ ସବୁଠୁ ଆନନ୍ଦିତ ଭାବରେ ଏଠି ତାଙ୍କୁ ଏଠି କବି କୂଳ ମାନେ ଯୋଉମାନେ ଅଛନ୍ତି ମୋ ଉତ୍କଳ ମାଟିକୁ ବହୁତ ସୁନ୍ଦର ଭାବରେ ବନ୍ଦନା କରିଛନ୍ତି। ଯେତେ ବି ଆମର କବି ଅଛନ୍ତି ମାନେ ଓଡ଼ିଆ ସାହିତ୍ୟରେ ସମସ୍ତେ ଏଠି ଉତ୍କଳ ମାଟିକୁ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି, ବହୁ ମାତ୍ରାରେ ବନ୍ଦନା କରିଛନ୍ତି। ଭୁବନ ବିଭୂଷିତ କୀର୍ତ୍ତି ଆନନ୍ଦ୍ୟା ମାନେ ଏଠାରେ ଘରେ ଘରେ ସବୁ ବିଭିନ୍ନ କୀର୍ତ୍ତି ମାନଙ୍କୁ ଏଠି ସମସ୍ତଙ୍କ ମନରେ ଆନନ୍ଦିତ ଆଣିଦିଏ। ଧନ୍ୟ ପୁଣ୍ୟ ଚିର ଶରଣ୍ୟ ମାନେ ଉତ୍କଳ ମାଟି ଧନ୍ୟ ପୁଣ୍ୟ ଆଉ ସବୁବେଳ ପାଇଁ ଚିର ଶରଣ୍ୟ, ଯୋଉଥିପାଇଁ କବି ଏଠି ଉତ୍କଳ ମାଟିକୁ ବନ୍ଦନା କରିଛନ୍ତି ମା ରୂପରେ। ତ ସମସ୍ତେ ଆଶା କରେ ଗୀତଟିକୁ ଅତି ସୁନ୍ଦର ଭାବରେ ବୁଝିବା ପାଇଁ ଚେଷ୍ଟା କରିଥିବେ। ତ ଯେହେତୁ ଏବେ ପିଲାମାନେ ତମର ଦଶମ ଶ୍ରେଣୀ, ତ ଯେତିକି ସିରିୟସ୍ ହବ ସେତିକି ଫ୍ରିଲି ସବୁ କିଛି ଜିନିଷକୁ ପଢିବ, ଆଉ ଯେତିକି ଫ୍ରି ହେଇକି ପଢିବ ଭିତରେ ସେତିକି ସିରିୟସ୍ ଥିବ, ଯୋଉଥିପାଇଁ ତୁମେ ସବୁ କିଛି ଜିନିଷକୁ ସହଜରେ ମନେ ରଖି ପାରୁଥିବ ଆଉ ସହଜରେ ସବୁ କିଛି ଜିନିଷକୁ ଆଚିଭ୍ କରିପାରୁଥିବ। ତ ମୋର ଏଇଠି ଆଶା କି ପ୍ରତିଟି ପିଲା ଆଶା କରେ ସମସ୍ତେ ଭଲ କରିବା ପାଇଁ ପାଠ ପଢ଼ାରେ ହଉ ବା ନିଜ ଭିତରେ ଯୋଉ ବି କ୍ରିଏଟିଭିଟି ଆକ୍ଟିଭିଟି ରହିଛି ସବୁଥିରେ ଯେମିତି ସିରିୟସନେସ୍ ହେଇକି ଆଗକୁ ବଢିବାର ଅଛି। ତ ଇଏ ରହିଲା ଆଜିର ବିଷୟବସ୍ତୁ। ତ ୟା ପରେ ଏହାର ପ୍ରଶ୍ନ ଉତ୍ତର ଯାହା ବି ଅଛି ତାକୁ ଆମେ ନିଜେ ବସିକି କରିବା। ପ୍ରଶ୍ନ ଉତ୍ତର ସବୁବେଳେ ମାନେ ଆସିଲେ ପିଲାମାନେ ସବୁବେଳେ ତମ ଆଡୁ ନିଜେ ସବୁବେଳେ ଆକ୍ଟିଭ ହେଇକି କେମିତି କଣ କରିବ ସବୁବେଳେ ଆକ୍ଟିଭ ହବାର ଅଛି। ତ ଇଏ ଥିଲା ଆଜିର ବିଷୟବସ୍ତୁ। ଯଦି ଭଲ ଲାଗିଥାଏ ନିଶ୍ଚିତ ସୁନ୍ଦର ମତାମତ ଟିଏ ଦେବେ, ଆଉ ଚ୍ୟାନେଲରେ ନୂଆ ହେଇଥିଲେ ନିଶ୍ଚିତ ସବସ୍କ୍ରାଇବ୍ ଆଉ ଫଲୋ କରିକି ହିଁ ଯିବେ।